भाई तो ତାଙ୍କର ମାନେ ସେ ତ ଭାଇ ସେ ଭାଇ ସେ କିଛି ବି ଅଛନ୍ତି କହିଲେ ଯେତେବେଳେ ଆପଣ ଏଇ ଖବର ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଥିଲା? ଦେଖନ୍ତୁ ସେ ତ ଲୁହ ତ ଏପର୍ଯ୍ୟନ୍ତ ଶୁଖୁନି ରାତିରୁ ସେ ଯିବା ଦିନଠୁ ବି ସେ ଗୋଟେ ମାନେ ଏତେ ଅପପ୍ରଚାର ବି ହେଲା ସେଥିପାଇଁ ଭାରି ଦୁଃଖ ବି ଲାଗିଲା ଯେତେବେଳେ ସେ ବଞ୍ଚିଥିଲେ ତାକୁ ମାରି ଦିଆଗଲା। ଉତ୍ତମ ମହାନ୍ତିଙ୍କୁ ଗୋଟେ ପଦ୍ମଶ୍ରୀ ପୁରସ୍କାର ଦିଆଯାଉ ବୋଲି ମଧ୍ୟ କିଛି ଲୋକ ଦାବି କରୁଛନ୍ତି। ହଁ ନିହାତି ଭାବରେ ଦେବା ଉଚିତ। ଏମିତି ତ ବହୁତ ଲୋକ ଉପେକ୍ଷିତ ହେଇକି ଅଛନ୍ତି ପାଇନାହାନ୍ତି। ଦୁଇଥର ମଧ୍ୟ ସେ ଚାହିଁଥିଲେ ଆପ୍ଲାଏ ନିଜେ କରିଥିଲେ କିନ୍ତୁ ପଢ଼େଇ ପାଇନଥିଲେ। ସେଇଟା ତ ସରକାରୀ ସ୍ତରର କଥା ସେଥିପାଇଁ ଆମେ କେବଳ ମାନେ ଗୋଟେ ସ୍ୱର ଉତ୍ତୋଳନ କରିପାରିବୁ ଆଉ ତା ପଛରେ ତ ଆମର କିଛି ଆଉ କରିବାର ନାହିଁ। ତାଙ୍କର ହୃଦୟ ତାଙ୍କର ଅଭିନୟ ହୃଦୟସ୍ପର୍ଶୀ ଏବଂ ନିଖୁଣ ଅଭିନୟ ତାଙ୍କର ଜୀବନ୍ତ ଅଭିନୟ ସେ ସମସ୍ତଙ୍କ ପାଇଁ ରହିବେ ସମସ୍ତଙ୍କ ମନରେ ହୃଦୟରେ ରହିଛନ୍ତି ଏବଂ ଭଲ ଦରଦି ବହୁତ ହୋଇଥିଲେ ପରିବାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରୁଥିଲେ। ସ୍ପଟ୍ ବୟ ଠାରୁ ଆରମ୍ଭ ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟଭାଜନ ହେଇପାରିଥିଲେ। ସମସ୍ତଙ୍କ ଦୁଃଖ ସୁଖରେ ସେ ଠିଆ ହେଇଥିଲେ। ତେଣୁ ତାଙ୍କ ତିରୋଧାନ ନିଶ୍ଚିନ୍ତ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଆମ ଓଡ଼ିଶା ପାଇଁ ଗୋଟେ ଦୁଃଖଦ କଥା ଓଡ଼ିଆମାନଙ୍କ ପାଇଁ। ତେଣୁ ଏତିକି କହିବି ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ। ଅନେକ ଅନେକ କଥା ତାଙ୍କ ସହିତ ଘଟିଛି ତାଙ୍କ ସହିତ ଅନେକ ସ୍ମରଣୀୟ ମୁହୂର୍ତ୍ତ ହେଇଛି ଏବଂ ଆମ ଘର ଆମ ସଂସାରରେ ଆମେ ଏକାଠି ଯାଇ ବମ୍ବେରେ ରହୁଥିଲୁ 3 ଦିନ ଧରିକିରି ଏକାଠି ଆମେ ତାଙ୍କ ସହିତ ଗୋଟିଏ ରୁମ୍ ସେୟାର କରିଥିଲୁ ଏବଂ କେମିତି ଭଲରେ ଚଳଚ୍ଚିତ୍ର ନିର୍ମାଣ କରାଯିବ ସେ କଥା ଚେଷ୍ଟା କରିଥିଲେ। ଅନେକ ସ୍ମୃତି ଅଛି ଅନେକ ଅଭୁଲା ସ୍ମୃତି ତାଙ୍କ ସହିତ କଟିଛି ଏବଂ ବ୍ୟକ୍ତିଗତ ଭାବରେ ସେ ମୋ ପାଇଁ ଧନ୍ୟବାଦ। ଆପଣ ସମସ୍ତେ ତ କହିସାରିଲେଣି ଏଠି ଆଉ ସ୍ପିଚଲେସ୍ କିଛି କହିବାର ନାହିଁ। ଆମେ ଉତ୍ତମ ମହାନ୍ତିକୁ ଦେଖିକିରି ବଡ଼ ହେଇଛୁ ତାଙ୍କ ସିନେମା ଦେଖିକିରି ଆମେ ଆଗକୁ ଆସିଛୁ। ସେ ଏମିତି ଗୋଟେ ଜାଗା ତିଆରି କରିଥିଲେ ସମସ୍ତଙ୍କର ସେ ପ୍ରିୟ ଥିଲେ। ତାଙ୍କର ଅଭିନୟ ତାଙ୍କର ପର୍ସନାଲିଟି ତାଙ୍କର ସବୁ ଜିନିଷ ଆମ ସମସ୍ତଙ୍କୁ ଆକର୍ଷଣ କରିଛି। ଆମେ ତ ଇଣ୍ଡଷ୍ଟ୍ରି ଲୋକ ହିସାବରେ କହିବୁନୁ ସାଧାରଣ ଲୋକଟି ବି ତାଙ୍କ ପ୍ରତି ଆକୃଷ୍ଟ ହେଇଥାଏ ଆଉ ତାଙ୍କର ସେସବୁ ସିନେମା ସେସବୁ କଥା ଆଉ ବ୍ୟକ୍ତିଗତ ଭାବରେ ମୁଁ ତାଙ୍କ ସହିତ ଗୋଟେ ନନ୍ଦିଘୋଷ ଡାଏରୀରେ ମୁଁ ଇଣ୍ଟରଭ୍ୟୁ କରିଥିଲି। ସେ ସମୟରେ କଥା ହେଇଥିଲୁ। ବହୁତ ଭଲ ମଣିଷ ସମସ୍ତଙ୍କୁ ଭଲ ପାଆନ୍ତି ଭାରି ସ୍ନେହୀ ଲୋକ ଆଉ ଜନ୍ମ ଅଛି ମାନେ ମୃତ୍ୟୁ ଅଛି କିନ୍ତୁ ତାଙ୍କର ଯେଉଁ ଜାଗାଟା ସିଏ ଉତ୍ତମ ମହାନ୍ତି ଗୋଟେ ନାଁ ଗୋଟେ ବ୍ରାଣ୍ଡ। ତାଙ୍କ ସିନେମା ଯେତେବେଳେ ପଡ଼େ ସମସ୍ତେ ଦେଖିବାକୁ ଆଗ୍ରହ ସୃଷ୍ଟି କରନ୍ତି। ଲୋକଟି ବି ସେମିତିଆ କିନ୍ତୁ ଭାରି ଦୁଃଖ ଲାଗୁଛି କଷ୍ଟ ବି ଲାଗୁଛି। ସେ ଉତ୍ତମ ମହାନ୍ତି ଚାଲି ଯାଇନାହାନ୍ତି ସେ ଆମ ସହିତ ଆମ ଭିତରେ ଅଛନ୍ତି କିନ୍ତୁ ବିଶ୍ୱାସ କରିପାରୁନୁ ଯେ ସେ ଏତେ ଶୀଘ୍ର ଏମିତି ଚାଲିଯିବ ବୋଲି। ଆମେ ଭାବୁଥିଲୁ ଯେ ସେ ପୁଣି ଠିକ୍ ଠାକ୍ ହେଇଯିବ ବୋଲି କିନ୍ତୁ ଭଗବାନଙ୍କର ଯେତିକି ଦିନ ତାଙ୍କର ଆୟୁଷ ବା ଯେତିକି ଦିନ ତାଙ୍କର ଏଠି ହେଲଳାରେ ଥିଲା ସେତିକି ଦିନ ସେ ରହିଲେ। ଫିର୍ ବି ଆମ ସମସ୍ତଙ୍କ ପାଇଁ ଉତ୍ତମ ମହାନ୍ତି ଉତ୍ତମ ବାବୁ ଉତ୍ତମ ମହାନ୍ତି ହିରୋ ଯାହା ବି କୁହନ୍ତୁ ସେ ଆମ ପାଇଁ ସବୁବେଳେ ଅମର ରହିବେ ଏବଂ ଚିରସ୍ମରଣୀୟ ରହିବେ। ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ସେ ଗୋଟେ ଏମିତି ଜାଗା ତିଆରି କରି ଯାଇଛନ୍ତି ସେ ଜାଗା ଆଉ କେହି ବି ତିଆରି କରିପାରିବେନି। ଭଗବାନ କରନ୍ତୁ ତାଙ୍କ ଅମର ଆତ୍ମାର ସଦ୍ଗତି ହେଉ ତାଙ୍କ ପରିବାରକୁ ସୁଖ ଆଉ ଶାନ୍ତିରେ ମୁଁ ତାଙ୍କ ସହିତ କୌଣସି ସିନେମାରେ ଆକ୍ଟିଂ କରିନି କିନ୍ତୁ ସିନେମାରେ ସେ କାମ କଲାବେଳେ ମୁଁ ତାଙ୍କ ସହିତ କରିଛି ଗୋଟେ ଆଲବମ୍ରେ କାମ କରିଛି ଆଉ ଟେକ୍ନିସିଆନ୍ ହିସାବରେ ବହୁତ ଥର ତାଙ୍କ ସହିତ ମୁଁ କାମ କରିଛି। ମୁଁ ତାଙ୍କ ସହିତ ଗୋଟେ ଟିଭି ସିରିଏଲରେ ଇଣ୍ଟରଭ୍ୟୁ ନେଇଥିଲି। ବହୁତ ଲମ୍ବା ସମୟ ଧରି ଅନ୍ତରଙ୍ଗ କଥାବାର୍ତ୍ତା ହେଇଥିଲୁ। ବାକି ବ୍ୟକ୍ତିଗତ ଭାବରେ ମୁଁ ତାଙ୍କ ସହିତ ବହୁତ ସମୟ ଧରି ମିଶିଛି।
অফিসে না অফিসিটি না কোন তো নাবে